ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ 4 ମାସ ପରେ କ୍ରାଇମବ୍ରାଞ୍ଚ ଗୋଟେ ରିପୋର୍ଟ ଦେଲେ, ଯାହା ଗୋଟେ ଭଲ ରିପୋର୍ଟ ଦେଲେ, ଯେଉଁଥିରେ ବାଲିଅନ୍ତା ଥାନା ପୋଲିସ କିଛି ନିରୀହ ପିଲାଙ୍କୁ ବିନା ଦୋଷରେ ହତ୍ୟାକାରୀ ବୋଲି କହି ଜେଲରେ ଭର୍ତ୍ତି କରିଦେଇଥିଲେ। 9 ଜଣଙ୍କୁ, ତା ଦେହରୁ 6 ଜଣ ବାହାରି ଆସିଲେ। କିନ୍ତୁ କ୍ରାଇମବ୍ରାଞ୍ଚ କାହା କଥାରେ ପରିଚାଳିତ ହୋଇଛି, ଯାହାକୁ ଓଡ଼ିଶା ସରକାର ଚାକିରିରୁ ବହିଷ୍କୃତ କଲେ ଗଙ୍ଗୁଆରଙ୍କୁ ସୌମ୍ୟ ହତ୍ୟା ପାଇଁ ଚାକିରିରୁ ତାଙ୍କୁ ସସ୍ପେଣ୍ଡ କରାଗଲା। କିନ୍ତୁ କ୍ରାଇମବ୍ରାଞ୍ଚ ଯେଉଁ ରିପୋର୍ଟ ଦେଇଛି ତା ଦେହରେ ଗଙ୍ଗୁଆରଙ୍କ ନାଁ ନାହିଁ। ଆଉ ସବୁଠୁ ବଡ଼ କଥା ହେଲା ଆମର କମିଶନରେଟ୍ ପୋଲିସ, ପାରିବାପଣିଆ ପୋଲିସ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ ଯଦି ସୌମ୍ୟ ମରିଛି ସେଥିପାଇଁ ଟୋଟାଲ ବାଲିଅନ୍ତା ଥାନାରେ କାର୍ଯ୍ୟରତ ପୋଲିସ ବାହିନୀ ସେଇମାନେ ହିଁ ତାଙ୍କୁ ମାରିଦେଇଛନ୍ତି। ଆଉ ଖାଲି ତାଙ୍କୁ ସସ୍ପେଣ୍ଡ କଲ କ'ଣ? ତାଙ୍କୁ ବି ଯେମିତି ନିରୀହମାନଙ୍କୁ ଭିତରେ ଜେଲରେ ଭର୍ତ୍ତି ମାରିଦେଲ, ସେମିତି ଯେଉଁକୁ ସସ୍ପେଣ୍ଡ କରି ତାଙ୍କୁ ଭିତରେ ଭର୍ତ୍ତି କରୁନ, ମର୍ଡର କେସ୍ ଲଗାଉନ ତାଙ୍କଠି ନା। ଗଙ୍ଗୁଆର କ'ଣ ପାଇଁ ତମେ ଗଙ୍ଗୁଆରଙ୍କୁ କ୍ରାଇମବ୍ରାଞ୍ଚକୁ କାଟିବ? ଭୂଇଁରୁ ଫିଟି ନଥିବା ଛୁଆଟେ ବି ବାଲିଅନ୍ତା ଏରିଆରେ ବୁଲିକି ପ୍ରଚାର କହିବା, ଆଜ୍ଞା ଗଙ୍ଗୁଆର ପାଖରେ ସେ କାମ କରୁଥିଲା, ତେଣୁ ଗଙ୍ଗୁଆର ଲୋକ ଲଗେଇ ମାରି। କିନ୍ତୁ କ୍ରାଇମବ୍ରାଞ୍ଚ ତା ତଥ୍ୟ ପାଇଲା। କିନ୍ତୁ ଏଇ ତଥ୍ୟ ପାଇଲା କ୍ରାଇମବ୍ରାଞ୍ଚ ଯେ ଏଇମାନେ ନିରୀହ, ଏଇମାନଙ୍କୁ ପୋଲିସ ବାନ୍ଧିଥିଲା। ଏ ତଥ୍ୟ ଯଦି ଯୋଗାଡ଼ କରିପାରିଲା, କିଏ ମଲ୍ ଭିତରେ ପଶିଥିଲା, କିଏ 42 ମୌଜାରେ ବୁଲୁଥିଲା, ଏ ତଥ୍ୟ ଯଦି ପାଇଲ, ଯଦି ସୌମ୍ୟ ନିଶାସକ୍ତରେ ଥିଲେ ବୋଲି ତୁମେ ଜାଣିଲ, ସେ ଝିଅମାନଙ୍କୁ ବାଡ଼େଇଥିଲେ ବୋଲି ତୁମେ ତଥ୍ୟ ଦେଲ, ତାହେଲେ ଗଙ୍ଗୁଆର ତଥ୍ୟ ହଜିଲା କେଉଁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଗଙ୍ଗୁଆରଙ୍କ ନାଁ କାଟି। ତେଣୁ ମାରେ ଭଣ୍ଡାରିଆ କୁମାର ଏ ଛୋଟ ପୋଲିସ ଅଫିସରଙ୍କୁ ହତ୍ୟା କରାଯିବ, ଗଙ୍ଗୁଆର ଆରାମରେ ଖସିଯିବେ। ସେଥିପାଇଁ ରାଜ୍ୟ ସରକାର ପୁନର୍ବାର ଯଦି କ୍ରାଇମବ୍ରାଞ୍ଚ ନ ପାରୁଛି ଠିକ୍ ତଥ୍ୟ ଦେଇ, ତାହେଲେ CBI କି କେସ୍ ଦିଆଯାଉ। ପାରିବାର ଲୋକ ନ୍ୟାୟ ପାଇବେ ନା ପାଇବେନି? ଆଉ ପାରିବାରିକ ଲୋକ ଆଉ କ'ଣ ନ୍ୟାୟ ପାଇବେ? ଯେଉଁଠି ଯେଉଁ ଆସାମୀ ଯିଏ ଯାହାଙ୍କ ପାଇଁ ସୌମ୍ୟ ମଲା, ଆଉ ସୌମ୍ୟର ଲାଷ୍ଟ ମେସେଜ ଥିଲା ଗଙ୍ଗୁଆରଙ୍କୁ ସାର୍ ସରି, ତା ମାନେ କ'ଣ? କ'ଣ ସିଏ ଭୁଲ କରିଥିଲା ଯେ ମୋବାଇଲରେ ମେସେଜ ପଠେଇଲା ସାର୍ ସରି? ତେଣୁ ଗଙ୍ଗୁଆର ହେଉଛନ୍ତି ମୁଖ୍ୟ କାରପେଣ୍ଟର, ମୁଖ୍ୟ ଖେଳାଳି। ତାଙ୍କ ସହିତ ସମ୍ପୃକ୍ତ ଥିଲା କିଏ ନା ସୌମ୍ୟର ସାଙ୍ଗ ଯିଏ ଗାଡ଼ି ଚଲାଉଥିଲା। ତେଣୁ ଗଙ୍ଗୁଆର ଆଉ ସୌମ୍ୟର ସାଙ୍ଗ ମିଳିତ ଭାବରେ ଏଭଳି କାଣ୍ଡ ଭିଆଇ ବିଲ ମଝିକି ନେଲା ପରେ ଝିଅମାନଙ୍କୁ ଏଇଭଳି ମାଡ଼ ମାରିଛି ବୋଲି କହିଲେ ଲୋକ ବାଡ଼ଉ ପାଡ଼ି ଆରମ୍ଭ କଲେ। ଆଉ ଗଙ୍ଗୁଆରଙ୍କ ଲୋକମାନେ ଯେଉଁମାନଙ୍କୁ ଗଙ୍ଗୁଆର ପଠେଇଥିଲେ ସେଇମାନେ ତାଙ୍କୁ କିଏ ହାଇଡ୍ରୁସକୁ ମାରିଲା, କିଏ ତା ମୁହଁକୁ ମାରିଲା, କିଏ ତା ଛାତିକି ମାରିଲା। ପ୍ଲାନ୍ ଥିଲା ଗୋଟେ, ତେଣୁ ପ୍ଲାନ୍ରେ ମାରିଦେଲେ। ତେଣୁ କ୍ରାଇମବ୍ରାଞ୍ଚ ଗଙ୍ଗୁଆରଙ୍କ ନାଁ କାଟିଲା କାହିଁକି? ଯଦି କାଟିଛି, ରାଜ୍ୟ ସରକାର ଏ କ୍ରାଇମବ୍ରାଞ୍ଚକୁ କେସ୍ ନେଇ CBI କି ଦେଇ ସମ୍ପୂର୍ଣ୍ଣ ତଥ୍ୟ ଯଦି ବାହାର କରାଯିବ, ତାହେଲେ ସୌମ୍ୟ ପରିବାର ନ୍ୟାୟ ପାଇବେ। ଓଡ଼ିଶା ଜାଣିବ ଯେ ଓଡ଼ିଶାରେ ଯେଉଁ ସରକାର ଅଛି, ଯଦି କିଏ ମଣିଷ ମାରୁଛି ତାହେଲେ ସାଙ୍ଗେ ସାଙ୍ଗେ ଦଣ୍ଡ ପାଉଛି। ସିଏ ବଡ଼ ଅଫିସର ହଉ, କି ଗୋଟେ ପିଅନ ଚପରାସି ହଉ, କି ପୋଲିସର DG ହଉ, କି IG ହଉ, ଯିଏ ଭୁଲ, ଯିଏ ଦୋଷୀ, ତାକୁ ଦଣ୍ଡ ଦେବା ଉଚିତ। ଆଉ ନିର୍ଦ୍ଦୋଷୀଙ୍କୁ ଖଲାସ କରିବା ଉଚିତ। ନିର୍ଦ୍ଦୋଷୀଙ୍କୁ ଦଣ୍ଡ ଦେଇ ଦୋଷୀଙ୍କୁ ଖସେଇ ଦେବାଟା ଏହା କେଉଁ ନ୍ୟାୟରେ ଅଛି, କେଉଁ ନୀତିରେ ଅଛି, ରାଜ୍ୟ ସରକାର ଜଣାଉଛି।